ବସେଇଲେ ଭୋଜନ କରିବାକୁ ଦେଲେ ଇଏ ସବୁ ହେଉଛନ୍ତି ଆମର ସଭ୍ୟତା। ଏବଂ ଆତିଥ୍ୟ ଭାବର ଯେଉଁ ଧାରଣା, ସେ ଧାରଣାଟି ହେଉଛି ଆମର ସଂସ୍କୃତି। ତେଣୁ ଆମର ଧାରଣା ସହିତ ଆମର କାର୍ଯ୍ୟ ଯେତେବେଳେ ଯୋଡ଼ି ହେଇଯାଏ, ସେତିକି ବେଳେ ଗୋଟେ ସଭ୍ୟତା ଆଉ ସଂସ୍କୃତି ଏକାଠି ଯୋଡ଼ି ହେଇ ଗୋଟେ ନୂତନ, ଗୋଟେ ଉତ୍ତମ ସମାଜ ଗଠନରେ ସହାୟକ ହେଇଥାନ୍ତି। ସଭ୍ୟତା ବିଷୟରେ ମୁଁ ଏଇ ଗୋଟିଏ ଉଦାହରଣ ଆପଣମାନଙ୍କୁ ଦେଲି ଯେ ଗୋଟିଏ ହେଉଛି ବାହିକ ରୂପ, ସଭ୍ୟତାଟି ହେଉଛି ଗୋଟେ ବାହିକ ରୂପ, ଯାହା ବାହିକ ଭାବ, ଯାହା ଆମକୁ ଦୃଶ୍ୟମାନ ହେଉଛି, ଯେଉଁ କାର୍ଯ୍ୟଟିକୁ ଆମେ କରୁଛେ। କିନ୍ତୁ ସଂସ୍କୃତି ହେଉଛି